ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଭାରତରେ ମହିଳାଙ୍କ ସ୍ଥିତିର ଯେଉଁ ଏକ ଲମ୍ବା ଆଉ ଜଟିଳ ଯାତ୍ରା ରହିଛି ତି ନେତୃତ୍ୱର ଶୀର୍ଷରେ ପହଞ୍ଚିଛନ୍ତି ସେହି ପୁରା କାହାଣୀକୁ ଟିକେ ଖୋଜିବା। ହଁ, ଆଉ ଏହି ଆଲୋଚନା ପାଇଁ ଆମ ପାଖରେ କିଛି ବହୁତ ଦୃଢ଼ ଉତ୍ସ ବି ଅଛି। ଆମେ ଦେଖିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 5 ମାନେ NHFS 5ର ତଥ୍ୟ, ତା ସହିତ ନୀତି ଆୟୋଗର ଲିଙ୍ଗଗତ ସୂଚକାଙ୍କକୁ ବି ଦେଖିବା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆମ ଓଡ଼ିଶାର ମିଶନ ଶକ୍ତି ରିପୋର୍ଟ। ତେବେ ଆମର ଲକ୍ଷ୍ୟ ହେଉଛି ଏହି ତଥ୍ୟ ଭିତରୁ ସେହି ସୂତ୍ରଟିକୁ ଖୋଜିବା, ଯାହା ଦେଖାଇବ କେମିତି ସରକାରୀ ଯୋଜନା ଆଉ ତୃଣମୂଳ ସ୍ତରର ସଂଗଠନ ମିଶି ଏହି ବିରାଟ ପରିବର୍ତ୍ତନ ଆଣିଛନ୍ତି, ବିଶେଷ କରି ଆମ ରାଜ୍ୟରେ। ଆଉ ଏଠାରେ ସବୁଠୁ ଆକର୍ଷଣୀୟ କଥା ହେଉଛି ମିଶନ ଶକ୍ତି ରିପୋର୍ଟର କେବଳ ସେ 80 ଲକ୍ଷ ସଂଖ୍ୟାଟି ନୁହେଁ। ଏହା ପଛର ପ୍ରକୃତ କାହାଣୀଟା ହେଉଛି ଏକ ସମାନ୍ତରାଳ ସାମାଜିକ ବ୍ୟବସ୍ଥାର ସୃଷ୍ଟି। ଆପଣ ଭାବନ୍ତୁ, ପିଢ଼ି ପିଢ଼ି ଧରି ଗାଁର ନିଷ୍ପତ୍ତି ପୁରୁଷ ପ୍ରଧାନ ସ୍ଥାନରେ ଭାଗବତ ଟୁଙ୍ଗିରେ ନିଆଯାଉଥିଲା, କିନ୍ତୁ ଆଜି ପ୍ରାୟ ପ୍ରତ୍ୟେକ ଗାଁରେ ଗୋଟେ SHG ବୈଠକ ହେଉଛି। ଏହା ଗୋଟେ ନୂଆ ଶକ୍ତି କେନ୍ଦ୍ର। ଏଠି ମହିଳାଙ୍କ ସ୍ୱର କେବଳ ଶୁଣାଯାଉନି, ସେମାନଙ୍କ ସ୍ୱର ପଛରେ ସାମୂହିକ ଆର୍ଥିକ ଶକ୍ତିର ସମର୍ଥନ ଅଛି। ଏହା ସ୍ଥାନୀୟ ରାଜନୀତିକୁ ପୁରା ମୂଳରୁ ବଦଳେଇ ଦେଉଛି। ଏହା ତ ବାସ୍ତବରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ତେବେ ଚାଲନ୍ତୁ ଏହି ଯାତ୍ରାର ମୂଳରୁ ଆରମ୍ଭ କରିବା। ଆମେ ଯେତେବେଳେ ପ୍ରାଚୀନ କାଳ କଥା କହୁ, ଗାର୍ଗୀ ଓ ମୈତ୍ରୀଙ୍କ ଭଳି ବିଦୁଷୀଙ୍କ ନାଁ ସାମ୍ନାକୁ ଆସେ। କିନ୍ତୁ ପ୍ରଶ୍ନଟା ହେଉଛି, ଏହି ସମ୍ମାନ କ'ଣ ସମାଜର ସବୁ ସ୍ତରର ମହିଳାଙ୍କ ପାଇଁ ଥିଲା, ନା କେବଳ କିଛି ବିଶିଷ୍ଟ ମହିଳାଙ୍କ ପାଇଁ? ସେଇଟା ହିଁ ତ ମୂଳ ପ୍ରଶ୍ନ। ବୈଦିକ ସାହିତ୍ୟ ତ ମୁଖ୍ୟତଃ ଉଚ୍ଚବର୍ଗଙ୍କ କଥା କୁହେ, କିନ୍ତୁ ଯଦି ଆମେ ଆମ ଓଡ଼ିଶାର ଇତିହାସ ଦେଖିବା, ଚିତ୍ରଟା ଟିକେ ଅଲଗା। ଭୌମକର ବଂଶରେ ଜଣେ କି 2 ଜଣ ନୁହେଁ, 6 ଜଣ ରାଣୀ ଶାସନ କରିଥିଲେ, ତ୍ରିଭୁବନ ମହାଦେବୀଙ୍କ ଭଳି। ଏହା ଗୋଟେ ଶାସନ ପରମ୍ପରା ଥିଲା। ଏଥିରୁ ତ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ମହିଳାଙ୍କ ନେତୃତ୍ୱକୁ ସ୍ୱୀକୃତି ମିଳୁଥିଲା, ଯାହା ସେ ସମୟରେ ବୋଧହୁଏ ସାରା ଭାରତରେ ବି ବିରଳ ଥିଲା। କିନ୍ତୁ ଏହି ସୁବର୍ଣ୍ଣ ଯୁଗ ବେଶୀ ଦିନ ତିଷ୍ଠିଲାନି। ମଧ୍ୟଯୁଗ ଆସିଲା ବେଳକୁ ପରିସ୍ଥିତି ପୁରା ଓଲଟିଗଲା। ଏ ପରିବର୍ତ୍ତନ ପଛରେ କ'ଣ ଥିଲା କାରଣ? କେବଳ ବାହ୍ୟ ଆକ୍ରମଣ? ନା, 2ଟା ଯାକ କାରଣ ଥିଲା। ଗୋଟେ ପଟେ ବାହ୍ୟ ଆକ୍ରମଣ ଯୋଗୁଁ ସମାଜରେ ଅସୁରକ୍ଷିତତା ବଢ଼ିଲା, ଆଉ ତାର ସିଧା ପ୍ରଭାବ ପଡ଼ିଲା ମହିଳାଙ୍କ ସ୍ୱାଧୀନତା ଉପରେ। ପର୍ଦ୍ଦା ପ୍ରଥା ଆସିଲା, ଆଉ ତା ସହିତ ସମାଜ ଭିତରେ ପିତୃସତ୍ତାତ୍ମକ ଚିନ୍ତାଧାରା ଆହୁରି କଠୋର ହେଲା। ସତୀ ପ୍ରଥା, ବାଲ୍ୟବିବାହ ଏସବୁ ବ୍ୟାପିଲା। ଓଡ଼ିଶାରେ ଏହାର ସବୁଠୁ ବଡ଼ ପ୍ରଭାବ ପଡ଼ିଲା ବାଳିକା ଶିକ୍ଷା ଉପରେ। ଗୋଟେ ପୁରା ପିଢ଼ି ଶିକ୍ଷାରୁ ବଞ୍ଚିତ ହେଲା। ଆଉ ସେଇ ଅନ୍ଧକାର ଭିତରୁ ହିଁ ସଂସ୍କାରର ଆଲୋକ ଆସିଲା। ଆମେ ବ୍ରିଟିଶ ଶାସନ କାଳରେ ରାଜା ରାମମୋହନ ରାୟଙ୍କ କଥା ଜାଣିଛେ, କିନ୍ତୁ ଆମ ଓଡ଼ିଶାରେ ରମାଦେବୀ, ସରଳା ଦେବୀ, ତାଙ୍କ କାମ କରିବାର ଶୈଳୀ କେମିତି ଅଲଗା ଥିଲା? ଏଇଠି କଥାଟା ବହୁତ ମଜାଦାର। ରମାଦେବୀ କିମ୍ବା ସରଳା ଦେବୀ କେବଳ ସମାଜ ସଂସ୍କାରକ ନଥିଲେ, ସେମାନେ ବହୁତ ଚତୁରତାର ସହ ସ୍ୱାଧୀନତା ସଂଗ୍ରାମକୁ ମହିଳା ସଶକ୍ତିକରଣର ଏକ ମାଧ୍ୟମ କରିଦେଲେ। ଆପଣ ଭାବନ୍ତୁ, ସେତେବେଳେ ଜଣେ ମହିଳା ଘରୁ ବାହାରିବା ହିଁ ବଡ଼ କଥା, କିନ୍ତୁ ଯେତେବେଳେ ଲବଣ ସତ୍ୟାଗ୍ରହ ପାଇଁ ଡାକରା ଆସିଲା, ତାକୁ ଦେଶ ସେବା କୁହାଗଲା। ଆଉ ଏଇ ସୁଯୋଗରେ ସେମାନେ ହଜାର ହଜାର ମହିଳାଙ୍କୁ ଘରୁ ବାହାରକୁ ଆଣିଲେ, ସଂଗଠିତ କଲେ। ଏହା ରାଜନୀତି ଆଉ ସମାଜ ସଂସ୍କାରର ଏକ ଚମତ୍କାର ମିଶ୍ରଣ ଥିଲା। ଆଚ୍ଛା, ତାପରେ ଦେଶ ସ୍ୱାଧୀନ ହେଲା, ସମ୍ବିଧାନ ଆସିଲା। ଧାରା 14ରୁ 16 ସମାନତା ଦେଲା। କିନ୍ତୁ ପ୍ରକୃତ ଗେମ୍ ଚେଞ୍ଜର ଥିଲା 73ତମ 84ତମ ସମ୍ବିଧାନ ସଂଶୋଧନ, ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂରକ୍ଷଣ। ଓଡ଼ିଶା ତ ଏଥିରେ ଆହୁରି ପାଦେ ଆଗକୁ ଯାଇ 50% ସଂରକ୍ଷଣ ଦେଲା। ଏହା ଏକ ବଡ଼ ପଦକ୍ଷେପ ଥିଲା, କିନ୍ତୁ ଗୋଟେ ସମସ୍ୟା କଥା ସବୁବେଳେ ଶୁଣାଯାଏ, ସରପଞ୍ଚ ପତି ବ୍ୟବସ୍ଥା। ମାନେ ସଂରକ୍ଷଣ ସତ୍ତ୍ୱେ ପ୍ରକୃତ କ୍ଷମତା ସ୍ୱାମୀମାନେ ଚାଳନ୍ତି। ଏହାକୁ ମିଶନ ଶକ୍ତି ଭଳି ଆନ୍ଦୋଳନ କେମିତି ମୁକାବିଲା କରୁଛି? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ସରପଞ୍ଚ ପତି ଏକ ବାସ୍ତବତା। ଏହାକୁ ଅସ୍ୱୀକାର କରିହେବ ନାହିଁ। କିନ୍ତୁ ଏଇଠି ହିଁ SHGର ଭୂମିକା ଆସୁଛି। ଯେତେବେଳେ ଜଣେ ମହିଳା କେବଳ ନିଜ ପରିବାର ସମର୍ଥନରେ ନିର୍ବାଚନ ଜିତନ୍ତି, ତାଙ୍କ ଉପରେ ପାରିବାରିକ ଚାପ ରହିବା ସ୍ୱାଭାବିକ। କିନ୍ତୁ ଯେତେବେଳେ ସେ 20-30ଟା SHGର ସମର୍ଥନରେ ନିର୍ବାଚିତ ହୁଅନ୍ତି, ତାଙ୍କ ପାଇଁ ଏକ ଅଲଗା ଶକ୍ତି ଆଧାର ତିଆରି ହୁଏ। ସେ ଜାଣନ୍ତି ତାଙ୍କ ପଛରେ କେବଳ ତାଙ୍କ ସ୍ୱାମୀ ନୁହନ୍ତି, ଶହ ଶହ ମହିଳାଙ୍କ ସାମୂହିକ ଶକ୍ତି ଅଛି।
ଏହି ଏସ୍ଏଚ୍ଜି ଗୁଡ଼ିକ ତାଙ୍କ ପାଇଁ ଏକ ପ୍ରେସର ଗ୍ରୁପ୍ ଭଳି କାମ କରନ୍ତି, ଯାହା ତାଙ୍କୁ ସ୍ୱାଧୀନ ନିଷ୍ପତ୍ତି ନେବାକୁ ସାହସ ଦିଏ। ଏହା ହିଁ ତ ପ୍ରକୃତ ଗଣତନ୍ତ୍ର। ତାମାନେ ଆଇନ ଗୋଟେ ଢାଞ୍ଚା ତିଆରି କଲା, ଆଉ ସେହି ଅଧିକାରକୁ ବାସ୍ତବରେ ବ୍ୟବହାର କରିବା ପାଇଁ ସାମୂହିକ ସଂଗଠନର ଆବଶ୍ୟକତା ପଡ଼ିଲା। ଏକଦମ ଠିକ୍ କହିଲେ। ତେବେ ଏହି ସଂଗଠନଗୁଡ଼ିକ ବିଷୟରେ ଟିକେ ବିସ୍ତାରରେ କଥା ହେବା। ଜାତୀୟ ସ୍ତରରେ ସେବା ଭଳି ସଂଗଠନ ଅଛି, ସେଲ୍ଫ ଏମ୍ପ୍ଲଏଡ୍ ୱୁମେନ୍ସ ଆସୋସିଏସନ୍। ଏମାନଙ୍କର କାମ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାରଣ ସେବା ସେହି ମହିଳାମାନଙ୍କ ପାଇଁ କାମ କରେ ଯେଉଁମାନେ ଆମ ଅର୍ଥବ୍ୟବସ୍ଥାରେ ପ୍ରାୟତଃ ଅଦୃଶ୍ୟ। ଭାବନ୍ତୁ, ରାସ୍ତା କଡ଼ରେ ପରିବା ବିକୁଥିବା ମହିଳା, ଘରେ ବସି ସିଲେଇ କରୁଥିବା ମହିଳା, ଏମାନଙ୍କୁ କେହି ଶ୍ରମିକ ବୋଲି ଗଣନ୍ତି ନାହିଁ। ସେବା ଏମାନଙ୍କ ପାଇଁ ଏକ ଟ୍ରେଡ୍ ୟୁନିୟନ ଭଳି କାମ କରେ। ସେମାନଙ୍କୁ ଗୋଟେ ସାମୂହିକ ସ୍ୱର ଦିଏ, ବ୍ୟାଙ୍କ ଋଣ, ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ସହ ଯୋଡ଼େ। ଆଉ ଆମ ଓଡ଼ିଶାରେ ମିଶନ ଶକ୍ତି ତ ଏହାକୁ ପୁରା ନୂଆ ସ୍ତରକୁ ନେଇଯାଇଛି। ଆମ ଅଂଶରେ ଗୋଟେ କେସ୍ ଷ୍ଟଡି ଅଛି କଳାହାଣ୍ଡିର। ସେଇଠି ଗୋଟେ ଏସ୍ଏଚ୍ଜି ଯେଉଁମାନେ ପାମ୍ପଳ ଆଉ ଆଚାର ତିଆରିରୁ ଆରମ୍ଭ କରିଥିଲେ, ଆଜି ସେମାନେ ଗୋଟେ ସରକାରୀ ପର୍ଯ୍ୟଟନ ଗେଷ୍ଟ ହାଉସ୍ ଚଳୁଛନ୍ତି। ରୋଷେଇ ଘରୁ ଆତିଥ୍ୟ ଉଦ୍ୟୋଗୀ। ଏଇ ଯାତ୍ରାଟା ହିଁ ତ ପ୍ରକୃତ କାହାଣୀ। ନିଶ୍ଚିତ ଭାବରେ। ଆଉ ଏହା କେବଳ ଆର୍ଥିକ ଉନ୍ନତି ନୁହେଁ, ଏହା ଆତ୍ମବିଶ୍ୱାସର ପରିବର୍ତ୍ତନ। ଆଉ ଏହାର ପ୍ରଭାବ ଆମେ NFHS 5ର ତଥ୍ୟରେ ବି ଦେଖିପାରୁଛେ। ଓଡ଼ିଶାର ତଥ୍ୟ ଦେଖାଉଛି ଯେ ପରିବାରର ମୁଖ୍ୟ ନିଷ୍ପତ୍ତିରେ, ଯେମିତିକି କିଛି ବଡ଼ କିଣାକିଣି କରିବା, ସେଥିରେ ମହିଳାଙ୍କ ଅଂଶଗ୍ରହଣ ଜାତୀୟ ହାରଠାରୁ ଅଧିକ। ଏହାର ସିଧାସଳଖ ସମ୍ପର୍କ ଏହି ଏସ୍ଏଚ୍ଜି ଆନ୍ଦୋଳନ ସହିତ। ଯେତେବେଳେ ଜଣେ ମହିଳା ଘରକୁ ଆୟ ଆଣନ୍ତି, ନିଷ୍ପତ୍ତି ନେବାରେ ତାଙ୍କ ସ୍ୱର ଶୁଣାଯାଏ। ତାମାନେ ଏହି ତୃଣମୂଳ ସ୍ତରର ଆନ୍ଦୋଳନ ଗୋଟେ ମଜବୁତ ଭିତ୍ତିଭୂମି ତିଆରି କରିଛି। ଏବେ ଦେଖିବା ସରକାରୀ ଯୋଜନାଗୁଡ଼ିକ ଏହି ଭିତ୍ତିଭୂମି ଉପରେ କେମିତି କାମ କରିଛି। ସ୍ୱାସ୍ଥ୍ୟ ଆଉ ସମ୍ମାନ ଏଇଠୁ ଆରମ୍ଭ କରିବା। ହଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କର ଉଜ୍ଜ୍ୱଳା ଯୋଜନା 9 କୋଟିରୁ ଅଧିକ ପରିବାରକୁ LPG ସିଲିଣ୍ଡର ମିଳିଛି। ଏହା କେବଳ ସୁବିଧା ନୁହେଁ, ଏହା ମହିଳାଙ୍କୁ ଚୁଲି ଧୂଆଁରୁ ମୁକ୍ତି ଦେଇଛି। ତା ସହିତ ଯଦି ଆମେ ଓଡ଼ିଶାର ମମତା ଯୋଜନାକୁ ଯୋଡ଼ିବା, ଚିତ୍ରଟା ଆହୁରି ସ୍ପଷ୍ଟ ହେବ। ଏଥିରେ କେବଳ 5,000 ଟଙ୍କା ଦିଆଯାଉନି, ବରଂ ତାକୁ ସ୍ୱାସ୍ଥ୍ୟ ପରୀକ୍ଷା ଆଉ ଟୀକାକରଣ ସହ ଯୋଡ଼ାଯାଇଛି। ମା ଆଉ ଶିଶୁ ମୃତ୍ୟୁହାର କମିବାରେ ଏହା ବହୁତ ସାହାଯ୍ୟ କରିଛି। ଆଚ୍ଛା, ଆଉ ସମ୍ମାନ କଥା ଆସିଲେ, ଓଡ଼ିଶାର ଖୁସି ଯୋଜନା ଏକ ଛୋଟ କିନ୍ତୁ ବହୁତ ପ୍ରଭାବଶାଳୀ ପଦକ୍ଷେପ। ସରକାରୀ ସ୍କୁଲର ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦେବା ଦ୍ୱାରା ସେମାନେ ମାସିକ ଋତୁସ୍ରାବ ସମୟରେ ସ୍କୁଲ ଛାଡ଼ିବା କମ୍ ହୋଇଛି। ଏହା ସେମାନଙ୍କ ଶିକ୍ଷାକୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ଏକ ସମ୍ମାନଜନକ ଜୀବନ ଦେଉଛି। ଏକଦମ ଠିକ୍। ଆଉ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ହରିୟାଣା ଭଳି ରାଜ୍ୟରେ ଲିଙ୍ଗ ଅନୁପାତରେ ଉନ୍ନତି ଆଣିଛି, କିନ୍ତୁ ଓଡ଼ିଶାର ମୋ ସ୍କୁଲ ଆଉ ମୋ କଲେଜ ଅଭିଯାନର ମଡେଲ ଟିକେ ଅଲଗା। ଏହା ଶିକ୍ଷା ବ୍ୟବସ୍ଥାରେ ସମୁଦାୟର ଅଂଶଗ୍ରହଣକୁ ବଢ଼ାଉଛି। ପୁରାତନ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ ପାଇଁ ଯୋଗଦାନ କରୁଛନ୍ତି, ଯାହାଦ୍ୱାରା ଝିଅମାନଙ୍କ ପାଇଁ ହଷ୍ଟେଲ, ଲାଇବ୍ରେରୀ ଭଳି ସୁବିଧା ବଢ଼ୁଛି। ତେବେ ସ୍ୱାସ୍ଥ୍ୟ, ସମ୍ମାନ, ଶିକ୍ଷା ସବୁ ପରସ୍ପର ସହ ଜଡ଼ିତ। ଏବେ ଆସିବା ଆଇନଗତ ସୁରକ୍ଷା କଥାକୁ। କର୍ମଜୀବୀ ମହିଳାଙ୍କ ପାଇଁ ମାତୃତ୍ୱ ସୁବିଧା ଅଧିନିୟମ 2017 ଏକ ବଡ଼ ପଦକ୍ଷେପ। ନିଶ୍ଚୟ। ଏହି ଆଇନରେ 26 ସପ୍ତାହର ବେତନ ସହିତ ଛୁଟି ମିଳୁଛି, ଯାହା ବିଶ୍ୱର ଅନେକ ବିକଶିତ ଦେଶ ତୁଳନାରେ ବି ଅଧିକ। ଏହା ମହିଳାଙ୍କୁ ନିଜ କ୍ୟାରିୟର ଏବଂ ମାତୃତ୍ୱ ଭିତରେ ସନ୍ତୁଳନ ରଖିବାରେ ସାହାଯ୍ୟ କରୁଛି। କିନ୍ତୁ ଏହା ମୁଖ୍ୟତଃ ସଂଗଠିତ କ୍ଷେତ୍ର ପାଇଁ। ଯେଉଁ ମହିଳାମାନେ ହିଂସାର ଶିକାର ହୁଅନ୍ତି, ସେମାନଙ୍କ ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ଅଛି, ନିର୍ଭୟା ଫଣ୍ଡ ଅଛି, ଆଉ ଓଡ଼ିଶାରେ 1993ରୁ ରାଜ୍ୟ ମହିଳା ଆୟୋଗ କାମ କରୁଛି। ଏ ସଂସ୍ଥାଗୁଡ଼ିକ ହିଂସା ପୀଡ଼ିତା ମହିଳାଙ୍କୁ ଆଇନଗତ ପରାମର୍ଶଠୁ ଆରମ୍ଭ କରି ମାନସିକ ସହାୟତା ପର୍ଯ୍ୟନ୍ତ ସବୁକିଛି ଯୋଗାଉଛନ୍ତି। ତାମାନେ ଆମେ ଯଦି ସାମଗ୍ରିକ ଚିତ୍ରକୁ ଦେଖିବା, ତେବେ ଇତିହାସରୁ ଶିକ୍ଷା, ସାମ୍ବିଧାନିକ ଅଧିକାର, ଏସ୍ଏଚ୍ଜିର ସାମୂହିକ ଶକ୍ତି ଆଉ ସରକାରଙ୍କ ଯୋଜନା, ଏସବୁ ମିଶି ଗୋଟେ ଶକ୍ତିଶାଳୀ ଇକୋସିଷ୍ଟମ ତିଆରି କରିଛି। ତେବେ ଏହାର ଫଳାଫଳ କ'ଣ? ଫଳାଫଳ ତ ପୁରା ସ୍ପଷ୍ଟ। ଭାରତରେ ମହିଳା ସାକ୍ଷରତା ହାର 70%ରୁ ଅଧିକ ହୋଇଗଲାଣି। ଓଡ଼ିଶାରେ ବି ଏହା ବଢ଼ି ଚାଲିଛି। NFHS 5 ତଥ୍ୟ କହୁଛି, ଦେଶରେ ପ୍ରଜନନ ହାର 2.0କୁ ଖସି ଆସିଛି। ଏହାର ଅର୍ଥ ମହିଳାମାନେ ନିଜ ଶରୀର ଉପରେ ଅଧିକ ନିୟନ୍ତ୍ରଣ ରଖିପାରୁଛନ୍ତି।
ଆର୍ଥିକ ସ୍ୱାଧୀନତା ଏସ୍ଏଚ୍ଜି ମାଧ୍ୟମରେ ଆସୁଛି। ଆଉ ସବୁଠୁ ବଡ଼ କଥା, ଆଜି ମହିଳାମାନେ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ନେତୃତ୍ୱ ନେଉଛନ୍ତି। ଆମ ଓଡ଼ିଶାର ଗର୍ବ ଦ୍ରୌପଦୀ ମୁର୍ମୁ ଏହାର ସବୁଠୁ ବଡ଼ ଉଦାହରଣ। ସତ କଥା। ଦ୍ୱିତୀୟ ପ୍ରଶାସନିକ ସଂସ୍କାର ଆୟୋଗଙ୍କ ଗୋଟେ ଉକ୍ତି ଏଠି ମନେ ପଡ଼ୁଛି। ସେମାନେ କହିଥିଲେ, ସଶକ୍ତିକରଣର ଅର୍ଥ ହେଉଛି ମହିଳାମାନଙ୍କୁ ନିଜ ଭାଗ୍ୟ ନିଜେ ଗଢ଼ିବାକୁ ସକ୍ଷମ କରାଇବା। ଆମର ଆଜିର ଆଲୋଚନାର ତ ଏହା ହିଁ ପ୍ରମାଣିତ ହେଉଛି। ଏକଦମ ଠିକ୍। ଉପସଂହାରରେ ଏତିକି କୁହାଯାଇପାରେ ଯେ ଓଡ଼ିଶା ଗୋଟେ ମଡେଲ ଭାବେ ଦେଖାଇଛି। କେବଳ ଗୋଟିଏ ଜିନିଷ ନୁହେଁ, ବରଂ ଆଇନ, ଶିକ୍ଷା, ଏସ୍ଏଚ୍ଜି ଏବଂ ଦୃଢ଼ ରାଜନୀତିକ ଇଚ୍ଛାଶକ୍ତି, ଏସବୁର ମିଶ୍ରଣରେ ହିଁ ପ୍ରକୃତ ପରିବର୍ତ୍ତନ ସମ୍ଭବ। ଆଜି ମହିଳାମାନେ କେବଳ ଯୋଜନାର ଲାଭାର୍ଥୀ ନୁହନ୍ତି, ବରଂ ସେମାନେ ବିକାଶର ସହ ନିର୍ମାତା। ବାସ୍ତବରେ ଏକ ଅବିଶ୍ୱସନୀୟ ଯାତ୍ରା। ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ ଆମେ ଯାହାକୁ ନାରୀ ଶକ୍ତି କହୁ, ତାହା କେବଳ ଗୋଟେ ସ୍ଲୋଗାନ ହୋଇ ରହିନି, ଏହା ଆଜି ରାଷ୍ଟ୍ରଶକ୍ତିରେ ପରିଣତ ହୋଇସାରିଛି। କିନ୍ତୁ ଯିବା ପୂର୍ବରୁ ଶ୍ରୋତାଙ୍କ ପାଇଁ ଗୋଟେ ଚିନ୍ତନୀୟ ପ୍ରଶ୍ନ। ଆମେ ଦେଖିଲେ କେମିତି ଏସ୍ଏଚ୍ଜି ଏବଂ ରାଜନୈତିକ ସଂରକ୍ଷଣ ବା ନୂଆ ଦିଗନ୍ତ କ'ଣ ହୋଇପାରେ। ଏହା କ'ଣ ଟେକ୍ନୋଲୋଜି ଓ ଉଦ୍ୟୋଗ ଭଳି କ୍ଷେତ୍ରରେ ପ୍ରବେଶ କରିବା, ନା ନେତୃତ୍ୱର ସଂଜ୍ଞାକୁ ହିଁ ମୌଳିକ ଭାବରେ ବଦଳାଇ ଦେବା? ଏହା ଉପରେ ନିଶ୍ଚୟ ଭାବିବାକୁ ହେବ।